ପିଲାମାନେ ଗତକାଲି ଆମେ ଯାହା ପଢିଥିଲେ ଟିକେ ତାକୁ ମନେ ପକେଇବା। ମନେ ପକେଇଲ କଣ କାଲି ଆଲୋଚନା କରିଥିଲେ କହିଲ ଦେଖି? କାଲି ଆମେ କୋଉ ବିଷୟ ପଢିଥିଲେ ସାହିତ୍ୟର? ଜନ୍‌ଙ୍କ ପ୍ରିୟ ସାଥୀ ଡିକ୍। ଆଚ୍ଛା, ସେଇ ଗଳ୍ପର ଲେଖକ କିଏ ପିଲାମାନେ? ସେଇ ଗଳ୍ପର ଲେଖକ ହେଲେ ଡକ୍ଟର ଦିଗରାଜ ବ୍ରହ୍ମା। ଭାରତୀୟ ଯୁବକ ଜଣକ ବିଲାତକୁ କଣ ପାଇଁ ଯାଇଥିଲେ କହିଲ ଦେଖି? ହଁ, ସେ ବିଲାତକୁ ଭ୍ରମଣ ପାଇଁ ଯାଇଥିଲେ। ବିଲାତରେ ତାଙ୍କର ଯେଉଁ ବନ୍ଧୁ ଥିଲେ ତାଙ୍କର ନାଁ କଣ ଥିଲା? ତାଙ୍କର ନାଁ ଥମ୍ପସନ୍। ଆଚ୍ଛା, ସେ ବିଲାତର ଚାଲିଚଳଣି ବିଷୟରେ ଜାଣିବା ପାଇଁ ଥମ୍ପସନ୍‌କୁ ଅନେକ ପ୍ରଶ୍ନ ପଚାରୁଥିଲେ। ପିଲାମାନେ ଆମେ ଏତିକି ପଢିଥିଲେ। ଆଜି ପୁଣି ଗଳ୍ପଟିକୁ ଆଗକୁ ନେବା। ପିଲାମାନେ ଗତକାଲି ଆମେ ଯାହା ପଢିଥିଲେ ଟିକେ ତାକୁ ମନେ ପକେଇବା। ମନେ ପକେଇଲ କଣ କାଲି ଆଲୋଚନା କରିଥିଲେ କହିଲ ଦେଖି? କାଲି ଆମେ କୋଉ ବିଷୟ ପଢିଥିଲେ ସାହିତ୍ୟର? ଜନ୍‌ଙ୍କ ପ୍ରିୟ ସାଥୀ। ଆଚ୍ଛା, ସେଇ ଗଳ୍ପର ଲେଖକ କିଏ ପିଲାମାନେ? ସେଇ ଗଳ୍ପର ଲେଖକ ହେଲେ ଡକ୍ଟର ଦିଗରାଜ ବ୍ରହ୍ମା। ଭାରତୀୟ ଯୁବକ ଜଣକ ବିଲାତକୁ କଣ ପାଇଁ ଯାଇଥିଲେ କହିଲ ଦେଖି? ହଁ, ସେ ବିଲାତକୁ ଭ୍ରମଣ ପାଇଁ ଯାଇଥିଲେ। ବିଲାତରେ ତାଙ୍କର ଯେଉଁ ବନ୍ଧୁ ଥିଲେ ତାଙ୍କର ନାଁ କଣ ଥିଲା? ତାଙ୍କର ନାଁ ଥମ୍ପସନ୍। ଆଚ୍ଛା, ସେ ବିଲାତର ଚାଲିଚଳଣି ବିଷୟରେ ଜାଣିବା ପାଇଁ ଥମ୍ପସନ୍‌କୁ ଅନେକ ପ୍ରଶ୍ନ ପଚାରୁଥିଲେ। ପିଲାମାନେ ଆମେ ଏତିକି ପଢିଥିଲେ। ଆଜି ପୁଣି ଗଳ୍ପଟିକୁ ଆଗକୁ ନେବା। ପିଲାମାନେ ମୁଁ ତୁମକୁ ଗୋଟିଏ ଗପ କହୁଛି, ମନ ଦେଇ ଶୁଣ। ତା ପୂର୍ବରୁ କିଛି ଚିତ୍ର ଦେଖାଇ ପ୍ରଶ୍ନ ପଚାରୁଛି। ଦେଖିଲ ପିଲାମାନେ, ଏଇ ଚିତ୍ରଟି କଣ? ଏଇ ଚିତ୍ରଟି ହେଲା ଗୋଟିଏ ମହାକାଶଯାନ କୃତ୍ରିମ ଉପଗ୍ରହର। ତାର ନାଁ କଣ ଲେଖା ହେଇଛି ଦେଖିଲ? ସ୍ପୁଟନିକ୍-2। ତାପରେ ଏଇ ଚିତ୍ରରେ କଣ ଦେଖୁଛ କହିଲ? ଏଇ ମହାକାଶଯାନରେ ଗୋଟିଏ ଜୀବ ଅଛି। ସେଇ ଜୀବଟି କଣ? ହଁ, ସେ ଗୋଟିଏ କୁକୁର। ଆଚ୍ଛା, ଏଇ ବିଷୟରେ ମୁଁ ଗୋଟେ ଗପ କହୁଛି। ସୋଭିଏତ ରୁଷର ବୈଜ୍ଞାନିକମାନେ ମହାକାଶ ତଥା ପୃଥିବୀ ବିଷୟରେ ଅଧିକ ଜାଣିବା ପାଇଁ ମହାକାଶକୁ ସବୁ କୃତ୍ରିମ ଉପଗ୍ରହ ପ୍ରେରଣ କଲେ। ପ୍ରଥମେ ସେମାନେ ସ୍ପୁଟନିକ୍-1କୁ ପ୍ରେରଣ କରିଥିଲେ 1957 ମସିହା ଅକ୍ଟୋବର ମାସରେ। ସେହି ମହାକାଶଯାନରେ କୌଣସି ଜୀବ ନଥିଲେ। ମହାକାଶରେ ଜୀବମାନେ ତିଷ୍ଠି ପାରିବେ କି ନାହିଁ ତାହା ଜାଣିବା ପାଇଁ ପୁଣି ନଭେମ୍ବର ମାସରେ ସ୍ପୁଟନିକ୍-2କୁ ପ୍ରେରଣ କରିଥିଲେ। ସ୍ପୁଟନିକ୍-2ରେ ଏଇ କୁକୁରକୁ ତା ସହିତ ପ୍ରେରଣ କରିଥିଲେ। କୁକୁର ପାଇଁ ଆବଶ୍ୟକ ଖାଦ୍ୟ ଅମ୍ଳଜାନ ତା ଭିତରେ ରଖାଯାଇଥିଲା। ଯେତେବେଳେ ମହାକାଶକୁ ଗଲା ଯାନଟି, ମହାକାଶରେ ଜାଣିଛ ପିଲାମାନେ ଅତ୍ୟଧିକ ତାପ ଏବଂ ଚାପ କମ୍, ତାକୁ କୁକୁର ସହିପାରିଲା ନାହିଁ। ସେଇଥିରେ ତାର ମୃତ୍ୟୁବରଣ ହେଲା। ଦୀର୍ଘ 162 ଦିନ ପରେ ଯେତେବେଳେ ସେଇ ମହାକାଶଯାନ ସ୍ପୁଟନିକ୍-2କୁ ପୃଥିବୀକୁ ଫେରାଇ ଅଣାଗଲା, ସେତେବେଳେ ପୃଥିବୀର ବାୟୁମଣ୍ଡଳରେ ଯେତେବେଳେ ପ୍ରବେଶ କଲା, ସେତେବେଳେ ସେ ଜଳି ଯାଇଥିଲା। ଯୋଉ କୁକୁରଟି ତା ଭିତରେ ଥିଲା ସେ ତ ମରିଯାଇଥିଲା, ତାର ମର ଶରୀର ମଧ୍ୟ ପୃଥିବୀକୁ ଫେରି ପାରିଲା ନାହିଁ। ଆଚ୍ଛା ପିଲାମାନେ, ଯୋଉ କୁକୁରଟିକୁ ଏଇ ମହାକାଶକୁ ପ୍ରେରଣ କରାଯାଇଥିଲା ତା ନାଁ କଣ ଜାଣିଛ? ତାର ନାଁ ହେଲା ଲାଇକା। ସେ ଲାଇକା କୁକୁର ମହାକାଶକୁ ଯାଇ ଆମ ପାଇଁ ଗର୍ବ ଆଣିଦେଇଛି। ଜନ୍‌ଙ୍କ ପ୍ରିୟ ସାଥୀ ଡିକ୍ କାହାଣୀରେ ଆଗକୁ କଣ ଘଟିଛି ଜାଣିବା ପାଇଁ ଚାଲ ଆମେ ପୁଣି ପଢିବା। ମୁଁ ପଢୁଛି, ତୁମେ ମନ ଦେଇ ଶୁଣ। କଥା କହୁ କହୁ ଥମ୍ପସନ୍ ରାସ୍ତାର ଗୋଟିଏ କଡ଼ରେ ଠିଆ ହୋଇଗଲେ। ତାଙ୍କର ଦୃଷ୍ଟି ପଡ଼ିଲା ରାସ୍ତାର ଅନ୍ୟ ପାର୍ଶ୍ୱରେ ଯାଉଥିବା ପଦଚାରୀଙ୍କ ଉପରେ। ପଦଚାରୀଙ୍କୁ ଦେଖି ତାଙ୍କ ମନ ଉଲ୍ଲସିତ ହୋଇଉଠିଲା। ସେ ଡାକ ଛାଡ଼ିଲେ, ମିଷ୍ଟର ଜନ୍, ଆପଣ ଏପଟକୁ ଟିକିଏ ଆସିବେ କି? ଭାରତୀୟ ଯୁବକ ଜଣକ ରାସ୍ତାର ଆରପଟକୁ ଲକ୍ଷ୍ୟ କଲେ। ଦେଖିଲେ ଜଣେ ବୃଦ୍ଧ ବ୍ୟକ୍ତି ଥମ୍ପସନ୍‌ଙ୍କ ଡାକରେ ଅଟକି ଯାଇଛନ୍ତି। ତାଙ୍କ ହାତରେ ଅଛି ଗୋଟିଏ ଚମଡ଼ାର ବେଲ୍ଟ। ସେଇଟି ବନ୍ଧା ହୋଇଛି ଗୋଟିଏ କୁକୁରର ବେକରେ। କୁକୁରଟି ତାଙ୍କ ଆଗରେ ଠିଆ ହୋଇଛି ଏବଂ କଣ ଗୋଟିଏ ନିର୍ଦ୍ଦେଶ ପାଇବା ପାଇଁ ତାର ମାଲିକକୁ ଉତ୍କଣ୍ଠାର ସହିତ ଚାହିଁ ରହିଛି। ଏହି ସମୟରେ ବୃଦ୍ଧ କହିଲେ, ଡିକ୍, ମୋର ବନ୍ଧୁ ରାସ୍ତାର ଅପର ପାର୍ଶ୍ୱରେ ଅଛନ୍ତି। ମୋତେ ଟିକିଏ ପାରି କରିଦେ। ଜନ୍ ଯେ ଜଣେ ଅନ୍ଧ ଏକଥା ଯୁବକ ଜଣକ ବୁଝିପାରିଲେ। ଡିକ୍ ହେଉଛି ଏ ଅନ୍ଧଙ୍କର ଲଉଡ଼ି। ଏକଥା ତାଙ୍କୁ ଅଛପା ରହିଲା ନାହିଁ। ଯୁବକ ଜଣକ ଲକ୍ଷ୍ୟ କଲେ ଡିକ୍ ରାସ୍ତା ଉପରେ ନଜର ପକାଇଲା, କାରଣ ରାସ୍ତାରେ ଅନବରତ ଗାଡ଼ି ଘୋଡ଼ା ଯା ଆସ କରୁଥିଲା। ଟିକିଏ ସୁବିଧା ମିଳିଲେ ତ ସେ ତାର ମାଲିକକୁ ରାସ୍ତା ପାରି କରିଦେବ। କିଛି ସମୟ ପରେ ଡିକ୍ ଦେଖିଲା ରାସ୍ତା ଟିକିଏ ଫାଙ୍କା ପଡ଼ିଛି। ଡିକ୍ ଲକ୍ଷ୍ୟ କଲା ଦୂରରୁ ଗୋଟିଏ ଗାଡ଼ି ଆସୁଛି। ହୁଏତ ସେ ଠିଆ ହୋଇଥିବା ସ୍ଥାନରେ ଗାଡ଼ିଟି ପହଞ୍ଚିବାକୁ ପ୍ରାୟ 2 ମିନିଟ୍ ସମୟ ଲାଗିବ। ଏଇ 2 ମିନିଟ୍ ଥିଲା ଡିକ୍ ପାଇଁ ସୁବର୍ଣ୍ଣ ସୁଯୋଗ।
ସେ ଆଗେଇ ଚାଲିଲା ପ୍ରଧାନ ରାସ୍ତାର ମଝିକୁ। ହାତ ମୁଠାରେ ଥିବା ବେଲ୍ଟଟିକୁ ଝିଙ୍କି ହେବାରୁ ଡିକ୍ ଯିବା କଥା ଜନ୍ ଜାଣିପାରିଲେ। ସେ ଚାଲିରେ ଡିକ୍ର ପଛେ ପଛେ। ଗାଡ଼ିଟି ଆସିବା ପୂର୍ବରୁ ଡିକ୍ ଜନ୍କୁ ରାସ୍ତା ପାରି କରି ଦେଇଥିଲା। ଗୋଟିଏ କୁକୁରର ଏଭଳି କାର୍ଯ୍ୟ ଦେଖି ଯୁବକଙ୍କର ବିସ୍ମୟର ସୀମା ରହିଲା ନାହିଁ। ସେ ମନେ ମନେ କହିଲେ, ସାବାସ୍ ଡିକ୍, ତତେ କିଏ ବା କୁକୁର ବୋଲି କହିବ? ପିଲାମାନେ, ଆମେ ଯେଉଁ 3ଟି ଅନୁଚ୍ଛେଦ ଆଜି ପଢ଼ିଲେ, ସେହି ଅନୁଚ୍ଛେଦ ଭିତରେ କିଛି ନୂଆ ଶବ୍ଦ ଆମ ପାଇଁ ଅଛି। ଚାଲ ସେଇ ନୂଆ ଶବ୍ଦଗୁଡ଼ିକୁ ଖୋଜିବା। ସେଇ ନୂଆ ଶବ୍ଦଗୁଡ଼ିକୁ ବାକ୍ୟରେ ବ୍ୟବହାର କରିବା। ତାକୁ କିପରି ଭାଷାରେ ପ୍ରୟୋଗ କରିବା, ତାର ପ୍ରୟୋଗ ବିଧି ବିଷୟରେ ଜାଣିବା। କହିଲ ଦେଖି ପିଲାମାନେ, ସେଇ ଶବ୍ଦଗୁଡ଼ିକ କ'ଣ? ସେଇ ଶବ୍ଦଗୁଡ଼ିକ ହେଲା ପଦଚାରୀ, ପାର୍ଶ୍ୱ, ହଁ ଆଉ କହିଲ, ଉଲ୍ଲସିତ, ନିର୍ଦ୍ଦେଶ, ଉତ୍କଣ୍ଠା, ବିସ୍ମୟ, ଆଉ କ'ଣ ଅଛି କହିଲ ପିଲାମାନେ? ହଁ, ସୁବର୍ଣ୍ଣ ସୁଯୋଗ, ଲଉଡ଼ି। ପିଲାମାନେ, ଆମେ ଯେଉଁ ଶବ୍ଦଗୁଡ଼ିକ କହିଥିଲେ ସେଇ ଶବ୍ଦଗୁଡ଼ିକର ଅର୍ଥ ଚାଲ ଜାଣିବା। ଦେଖିଲ ପିଲାମାନେ, ଶବ୍ଦଟି କ'ଣ? ପଦଚାରୀ। ପଦଚାରୀକୁ ନେଇକରି ମୁଁ ଗୋଟିଏ ଚିତ୍ର ଦେଖାଉଛି ଏବଂ ତା ସମ୍ବନ୍ଧୀୟ 2ଟା ବାକ୍ୟ କହୁଛି। ମନ ଦେଇ ଶୁଣ। ଦାଣ୍ଡି ଯାତ୍ରାରେ ଗାନ୍ଧିଜୀଙ୍କ ସହ ଅନେକ ପଦଚାରୀ ସାମିଲ ଥିଲେ। ପଦଚାରୀମାନଙ୍କ ପାଇଁ ରାସ୍ତାର ବିଭିନ୍ନ ସ୍ଥାନରେ ବିଶ୍ରାମାଗାର ନିର୍ମାଣ କରାଯାଇଛି। ଚିତ୍ର ଦେଖି ଏବଂ ଏ ବାକ୍ୟ ଦୁଇଟିରୁ ପିଲାମାନେ ପଦଚାରୀର ଅର୍ଥ କ'ଣ ବୁଝିଛ କହିଲ? ପଦଚାରୀ ଅର୍ଥ ପାଦରେ ଚାଲି ଚାଲି ଯାଉଥିବା ଲୋକ। ତା ପରବର୍ତ୍ତୀ ଶବ୍ଦ ହେଲା ପାର୍ଶ୍ୱ। ପାର୍ଶ୍ୱ ଲଗେଇକରି ଦେଖ ପିଲାମାନେ, ତା ସମ୍ବନ୍ଧିତ ଗୋଟିଏ ଚିତ୍ର ଦିଆଯାଇଛି ଏବଂ ବାକ୍ୟଟି ହେଲା, ବିଦ୍ୟାଳୟ ବାମ ପାର୍ଶ୍ୱରେ ମନ୍ଦିରଟି ଅଛି। ଘରର ଡାହାଣ ପାର୍ଶ୍ୱରେ ଗଛଗୁଡ଼ିକ ଅଛି। ପିଲାମାନେ କହିଲ, ପାର୍ଶ୍ୱର ଅର୍ଥ କ'ଣ? ପାର୍ଶ୍ୱର ଅର୍ଥ କଡ଼। ଶବ୍ଦଟି ହେଲା ପିଲାମାନେ ଉଲ୍ଲସିତ। ଉଲ୍ଲସିତ ସମ୍ବନ୍ଧିତ ଗୋଟିଏ ଚିତ୍ର ଅଛି ଦେଖ ଏବଂ ତା ସମ୍ବନ୍ଧିତ ବାକ୍ୟ 2ଟା କହୁଛି ଶୁଣ। ବହୁତ ଦିନ ପରେ ମିତା ତା ସାଙ୍ଗକୁ ଦେଖି ଉଲ୍ଲସିତ ହେଲା। ସର୍କସ୍ ଦେଖିଯିବା ପାଇଁ ମିଲି ଭାରି ଉଲ୍ଲସିତ ଜଣାପଡ଼ୁଛି। ଉଲ୍ଲସିତର ଅର୍ଥ କ'ଣ ବୁଝାପଡ଼ୁଛି ପିଲାମାନେ? ଖୁସି ବା ଆନନ୍ଦିତ। ପରବର୍ତ୍ତୀ ଶବ୍ଦ ହେଲା ନିର୍ଦ୍ଦେଶ। ଦେଖିଲ ପିଲାମାନେ ଚିତ୍ର ଦେଖି ଟିକେ ଅନୁମାନ କରୁଥାଅ। ବାକ୍ୟଟି ହେଲା, ଶିକ୍ଷକ ପିଲାମାନଙ୍କୁ କାର୍ଯ୍ୟଟି କରିବା ପାଇଁ ନିର୍ଦ୍ଦେଶ ଦେଲେ। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ 24 ତାରିଖକୁ ପଞ୍ଚାୟତି ରାଜ ଦିବସ ରୂପେ ପାଳନ କରାଯିବ। ତାହେଲେ ପିଲାମାନେ, ନିର୍ଦ୍ଦେଶର ଅର୍ଥ କ'ଣ? ଆଜ୍ଞା ବା ଆଦେଶ। ଶବ୍ଦଟି ହେଲା ଉତ୍କଣ୍ଠା। ବିଦେଶ ଫେରନ୍ତା ପୁଅକୁ ବାପା ମା ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ରାମ ଖରାଛୁଟିରେ ସିକିମ୍ ବୁଲିଯିବ ବୋଲି ଖରାଛୁଟିକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛି। ସ୍ୱାଧୀନତା ଦିବସ ପାଳିବା ପାଇଁ ପିଲାମାନଙ୍କର ମନରେ ଭାରି ଉତ୍କଣ୍ଠା ଜାତ ହୁଏ। ପିଲାମାନେ କହିଲ, ଉତ୍କଣ୍ଠାର ଅର୍ଥ କ'ଣ? ଉତ୍କଣ୍ଠା ଅର୍ଥ ଆଗ୍ରହ। ଆଉ ଗୋଟିଏ ଶବ୍ଦ ଜାଣିବା, ବିସ୍ମୟ। ପିଲାମାନେ, ଏଇଠି ଗୋଟେ ଚିତ୍ର ଦିଆଯାଇଛି। ଚିତ୍ରକୁ ଟିକେ ଅନୁମାନ କଲ କ'ଣ ହେଇଥିବ? ବାକ୍ୟଟି ଶୁଣ। ପିଲାଟିର ଚମତ୍କାର ଭାଷଣ ସମସ୍ତଙ୍କୁ ବିସ୍ମୟ କରିଦେଲା। କୃଷ୍ଣଙ୍କର ବିଶ୍ୱରୂପ ଦେଖି ଅର୍ଜୁନ ବିସ୍ମୟ ହୋଇଗଲେ। ପିଲାମାନେ କହିଲ, ବିସ୍ମୟର ଅର୍ଥ କ'ଣ? ଆଶ୍ଚର୍ଯ୍ୟ। ଶବ୍ଦଟି ହେଲା ଲଉଡ଼ି। ଲଉଡ଼ିକୁ ବୁଝାଯିବା ପାଇଁ ଗୋଟିଏ ଚିତ୍ର ଦିଆଯାଇଛି ପିଲାମାନେ ଦେଖିଲ। ତା ସମ୍ବନ୍ଧୀୟ ବାକ୍ୟ ଗୋଟେ କହୁଛି ଶୁଣ। ଅନ୍ଧ ଲୋକଟି ଲଉଡ଼ିର ସାହାଯ୍ୟ ନେଇ ଆଗକୁ ଯାଉଛି। ପିଲାମାନେ କହିଲ, ଲଉଡ଼ିର ଅର୍ଥ କ'ଣ? ଲଉଡ଼ିର ଅର୍ଥ ବାଡ଼ି, ଯଷ୍ଟି ବି କହନ୍ତି, ଠେଙ୍ଗା ବି କହନ୍ତି। ଆଉ ଗୋଟିଏ ଶବ୍ଦ ଶୁଣ ପିଲାମାନେ, ସୁବର୍ଣ୍ଣ ସୁଯୋଗ। ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ। ଭାରତୀୟମାନଙ୍କ ମଧ୍ୟରେ ଏକତାର ଅଭାବ ଇଂରେଜମାନଙ୍କୁ ଭାରତରେ ଉପନିବେଶ ସ୍ଥାପନ ପାଇଁ ସୁବର୍ଣ୍ଣ ସୁଯୋଗ ଦେଇଥିଲା। ତାହେଲେ ସୁବର୍ଣ୍ଣ ସୁଯୋଗ ବୋଇଲେ କ'ଣ ପିଲାମାନେ? ସୁବର୍ଣ୍ଣ ସୁଯୋଗ କହିଲେ ସବୁଠାରୁ ଭଲ ସୁଯୋଗ। ପିଲାମାନେ, ଆମେ ନୂଆ ଶବ୍ଦ ଯେଉଁଗୁଡାକ ବାଛିଥିଲେ ତାର ଅର୍ଥ ଜାଣିଲେ। ବର୍ତ୍ତମାନ ଆଜି ଯୋଉ ପାଠଟିକୁ ଆମେ ପଢିଲେ ତାର ସାରମର୍ମ ଟିକେ ବୁଝଉଛି। ଆମେ ପୂର୍ବରୁ ପଢିଥିଲେ ଯେ ଥମ୍ପସନ୍ ଏବଂ ଭାରତୀୟ ଯୁବକ ଜଣକ ବିଲାତର କାର୍ଲାଇଲ୍ ସହରର ରାସ୍ତାରେ ବୁଲୁଥିଲେ। ସେମାନେ ବୁଲୁ ବୁଲୁ ଦେଖିଲେ ଥମ୍ପସନ୍ଙ୍କର ଜଣେ ସାଙ୍ଗ ରାସ୍ତାର ଆରପଟେ ଅଛନ୍ତି। ସେ ଭାରତୀୟ ଯୁବକଙ୍କ ସହିତ ପରିଚିତ କରିବା ପାଇଁ ତାଙ୍କର ସାଙ୍ଗକୁ ଡାକିଲେ। ତାଙ୍କ ସାଙ୍ଗର ନାଁ ହେଲା ଜନ୍। ଜନ୍କୁ ଯେତେବେଳେ ଡାକିଲେ, ଜନ୍ ତାଙ୍କ ଡାକ ଶୁଣି ଅଟକି ଗଲେ ଏବଂ କୁକୁରକୁ ଚାହିଁଲେ। କୁକୁର ମଧ୍ୟ ତାଙ୍କ ଆଡକୁ ଜଳ ଜଳ କରି ଚାହିଁଲା ଏବଂ ନିର୍ଦ୍ଦେଶ ପାଇବା ପାଇଁ ଅପେକ୍ଷା କଲା। ଭାରତୀୟ ଯୁବକ ଜଣକ ଦେଖିଲେ ଜନ୍ଙ୍କର ଆଖିରେ କଳା ଚଷମା ଅଛି, ପୁଣି ହାତରେ କୁକୁର ବେକରେ ଯେଉଁ ବେଲ୍ଟଟି ବନ୍ଧା ଯାଇଛି ତାହା ତାଙ୍କ ହାତରେ ଅଛି। ସେ ଅନୁମାନ କରିନେଲେ ଯେ ଜନ୍ ଜଣେ ଅନ୍ଧ ବ୍ୟକ୍ତି। ଜନ୍ କୁକୁରକୁ କହିଲେ, ଡିକ୍, ମୋ ବନ୍ଧୁ ରାସ୍ତାର ଅନ୍ୟ ପାର୍ଶ୍ୱରେ ଅଛି, ମତେ ଟିକେ ରାସ୍ତାର ଅନ୍ୟ ପାର୍ଶ୍ୱକୁ ନିଅ। ତାପରେ ଡିକ୍ ଆସିଲା ରାସ୍ତାକୁ।
ରାସ୍ତାର ଆଗ ପଛ ଦେଖିଲା, ବାଁ ପଟ ଡାହାଣ ପଟ ଦେଖିଲା, ଦେଖିଲା ଗାଡ଼ିଟିଏ ବହୁତ ଦୂରରେ ଅଛି ଏବଂ ସେଇ ସମୟ ଭିତରେ ସେ ରାସ୍ତା ପାରି ହୋଇଯିବ। ସେତେବେଳେ ସେ ଆଗକୁ ଆଗେଇଲା। ଜନ୍ଙ୍କ ହାତରେ ଯେଉଁ ବେଲ୍ଟଟି ଲାଗିଥିଲା ତାହା ଟାଣି ହେଲା। ବୋଲେ ଜନ୍ ଜାଣିଲେ ଡିକ୍ ନିର୍ଦ୍ଦେଶ ଦେଉଛି ଦେବା ପାଇଁ। ତାପରେ ଜନ୍ ଡିକ୍ର ପଛେ ପଛେ ଆସିଲେ ଏବଂ ଠିକ୍ ସମୟରେ ରାସ୍ତା ପାରି ହୋଇଗଲେ। ଏଇ ଦୃଶ୍ୟଟି ଭାରତୀୟ ଯୁବକ ଜଣକ ଦେଖୁଥିଲେ। ତାଙ୍କର ଆଶ୍ଚର୍ଯ୍ୟରେ ସୀମା ରହିଲା ନାହିଁ। ଗୋଟିଏ କୁକୁର ମଣିଷ ଭଳି କିପରି ଅନ୍ଧ ବ୍ୟକ୍ତିକୁ ରାସ୍ତା ପାର କରୁଛି। କୁକୁର ଏତେ ସବୁ କାମ କରୁଛି ବୋଲି ତାହା ଜାଣିବା ପାଇଁ ଭାରତୀୟ ଯୁବକଙ୍କ ମନରେ ଆଗ୍ରହ ସୃଷ୍ଟି ହେଲା। କୁକୁରଟି କାହିଁକି ଜନ୍କୁ ଉତ୍କଣ୍ଠାର ସହିତ ଚାହିଁ ରହିଲା? କୁକୁରଟି ଜନ୍ଙ୍କ ଠାରୁ ନିର୍ଦ୍ଦେଶ ପାଇବା ପାଇଁ ଉତ୍କଣ୍ଠାର ସହିତ ଚାହିଁ ରହିଲା। ଆଉ ଗୋଟେ ପ୍ରଶ୍ନ ଦେଖ ପିଲାମାନେ, ଜନ୍ ଡିକ୍କୁ କ'ଣ କରିବା ପାଇଁ ନିର୍ଦ୍ଦେଶ ଦେଲେ? ଜନ୍ ଡିକ୍କୁ ରାସ୍ତା ଆରପାରିକୁ ନେବା ପାଇଁ ନିର୍ଦ୍ଦେଶ ଦେଲେ। ସେ ବୃଦ୍ଧ ଅନ୍ଧ ବ୍ୟକ୍ତି ଜଣକ କିଏ? ବୃଦ୍ଧ ଅନ୍ଧ ବ୍ୟକ୍ତି ଜଣକ ହେଉଛନ୍ତି ଜନ୍। ଜନ୍ ଜଣେ ଅନ୍ଧ ବ୍ୟକ୍ତି ବୋଲି ଭାରତୀୟ ଯୁବକ କିପରି ଜାଣିପାରିଲେ? ଜନ୍ଙ୍କ ହାତରେ କୁକୁର ବେକରେ ବନ୍ଧା ଗୋଟିଏ ଚମଡ଼ାର ବେଲ୍ଟ ଥିଲା ଓ ଆଖିରେ କଳା ଚଷମା ଥିଲା। ତାକୁ ଦେଖି ଜନ୍ ଜଣେ ଅନ୍ଧ ବ୍ୟକ୍ତି ବୋଲି ଭାରତୀୟ ଯୁବକ ଜାଣିପାରିଲେ। ଜନ୍ଙ୍କର ଅନ୍ଧର ଲଉଡ଼ି ବୋଲି କାହାକୁ କୁହାଯାଇଛି? ଜନ୍ଙ୍କର ଅନ୍ଧର ଲଉଡ଼ି ବୋଲି ଡିକ୍କୁ କୁହାଯାଇଛି। ଡିକ୍ କିପରି ଜନ୍କୁ ଯିବା କଥା ଜନ୍ କିପରି ଜାଣିପାରିଲେ? ହାତ ମୁଠାରେ ଥିବା ବେଲ୍ଟଟି ଝିଙ୍କି ହେବାରୁ ଡିକ୍ ଯିବା କଥା ଜନ୍ ଜାଣିପାରିଲେ। ଭାରତୀୟ ଯୁବକ କାହିଁକି ବିସ୍ମୟ ହୋଇଗଲେ? ସାଧାରଣ କୁକୁରର ଅନ୍ଧ ବ୍ୟକ୍ତିକୁ ରାସ୍ତା ପାରି କରିବାର କାର୍ଯ୍ୟକୁ ଦେଖି ଭାରତୀୟ ଯୁବକ ବିସ୍ମୟ ହୋଇଗଲେ। ଡିକ୍ ଜନ୍କୁ ରାସ୍ତା ପାରି କରିବା ଦେଖି ଭାରତୀୟ ଯୁବକ ମନେ ମନେ କ'ଣ କହିଲେ? ଡିକ୍ ଜନ୍କୁ ରାସ୍ତା ପାରି କରିବା ଦେଖି ଭାରତୀୟ ଯୁବକ ମନେ ମନେ କହିଲେ, ସାବାସ୍ ଡିକ୍, ତତେ କିଏ ବା କୁକୁର ବୋଲି କହିବ? ଯେ ସାହାଯ୍ୟ କରେ ତାକୁ ଗୋଟିଏ ପଦରେ ସାହାଯ୍ୟକାରୀ କହିଥାଉ। ସେହିପରି ତଳ ଲିଖିତ ଉକ୍ତି ଗୁଡ଼ିକ ଗୋଟିଏ ପଦରେ କ'ଣ ହେବ ଲେଖିବା? କହିଲ ଦେଖି ପିଲାମାନେ। ଯେ ପାଦରେ ଚାଲେ, ହଁ, ପଦଚାରୀ। ଯେ ତାଲିମ ପାଇଛି, ତାଲିମ ପ୍ରାପ୍ତ। ଯେ ନିର୍ଦ୍ଦେଶ ଦିଏ, ନିର୍ଦ୍ଦେଶକ। ଯେ ଭାରତର ଲୋକ, ସେ ଭାରତୀୟ। ଯାହାର ଚକ୍ଷୁ ନାହିଁ, ଚକ୍ଷୁହୀନ। ବହୁତ ସୁନ୍ଦର ଭାବରେ ତୁମେ ଉତ୍ତର ଦେଲ ପିଲାମାନେ। ଗାଈ ଏକ ଉପକାରୀ ପ୍ରାଣୀ। ପିଲାମାନେ, ଗାଈକି କାହିଁକି ଆମେ ଉପକାରୀ ପ୍ରାଣୀ କହୁ? ନା ଗାଈ ଆମର ଉପକାର କରେ। ଅର୍ଥାତ୍ ଯିଏ ଆମର ଉପକାର କରେ ବା ଯିଏ ଉପକାର କରେ ତାକୁ ଗୋଟିଏ ପଦରେ ଆମେ କହିବା ଉପକାରୀ। ସେଇଭଳି ପିଲାମାନେ, ଯିଏ ବେପାର କରୁଛି ତାକୁ କ'ଣ କହିବା? କହିଲ, ବେପାରୀ। ଆଚ୍ଛା, ଯିଏ ଗବେଷଣା କରୁଛି କ'ଣ କହିବା? ଗବେଷକ। ସେଇଭଳି ଯିଏ କୃଷି କାମ କରେ ତାଙ୍କୁ କ'ଣ କହିବା? ଏକ ପଦରେ ପ୍ରକାଶ କଲେ କୃଷକ। ତୁମ ବହିର ଗୋଟିଏ ନମ୍ବର ଅଛି, ଏଇଭଳି ଏକ ପଦରେ ପ୍ରକାଶ କର। ଚାଲ ବର୍ତ୍ତମାନ ସେହି ଅଭ୍ୟାସ ପ୍ରଶ୍ନଟି କରିବା। ସେଥିପାଇଁ ତମକୁ ଅଶେଷ ଅଶେଷ ଧନ୍ୟବାଦ।